किछि नुआ शिखिबा किछि नुआ जानिबा किंतु बुझिबा पढ़िबा एवं प्रयोग करिबा सेटा हेउची ओडिया पाठशालार प्रचेष्टा। आपण मानंकु समस्तंकु स्वागत ओडिया पाठशाला को चलंतु। आजिर भिडियो रे आमे आर्टिक महासागर विषय रे कथा हबा। आर्टिक महासागर हेउची विश्वर 5टी महासागर मध्यरु सबठारु छोट एवं अगभीर प्राय 5.4 नियुत वर्ग माइल पर्यंत व्यापीछि। ଏହା ପୃଥିବୀର ଉତ୍ତରତମ ଅଞ୍ଚଳରେ ଅବସ୍ଥିତ। ଆର୍କଟିକ୍ ସର୍କଲକୁ ଘେରି ରହିଛି ଏବଂ ଉତ୍ତର ଆମେରିକା, ୟୁରୋପ ଏବଂ ଏସିଆକୁ ସ୍ପର୍ଶ କରୁଛି। ଆର୍କଟିକ୍ ମହାସାଗର ବିଶ୍ୱ ଜଳବାୟୁକୁ ନିୟନ୍ତ୍ରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଏବଂ ଏହା ଅନନ୍ୟ ଥଣ୍ଡା ଅନୁକୂଳିତ ସାମୁଦ୍ରିକ ପ୍ରଜାତିମାନଙ୍କ ଆବାସସ୍ଥଳ। ଆର୍କଟିକ୍ ମହାସାଗର ହେଉଛି ପୃଥିବୀର ସବୁଠାରୁ ଥଣ୍ଡା ମହାସାଗର। ଜଳ ତାପମାତ୍ରା ପ୍ରାୟତଃ ଥଣ୍ଡା ତଳେ ଥାଏ। ଏହା ହାରାହାରି ଗଭୀରତା 3407 ଫୁଟ ଏବଂ ୟୁରେସିଆନ୍ ବେସିନରେ ସର୍ବାଧିକ 18456 ଫୁଟ ପର୍ଯ୍ୟନ୍ତ ପହଞ୍ଚିଥାଏ। ଏହା କାନାଡା, ଗ୍ରୀନଲ୍ୟାଣ୍ଡ, ରଷିଆ, ନରୱେ ଏବଂ ଯୁକ୍ତରାଷ୍ଟ୍ର ଦ୍ୱାରା ଘେରି ରହିଛି। ମହାସାଗର ଅଧିକାଂଶ ଅଂଶ ସମୁଦ୍ର ବରଫ ଦ୍ୱାରା ଆଚ୍ଛାଦିତ। ଆର୍କଟିକ୍ ମହାସାଗରରେ ଏକ ଅତ୍ୟନ୍ତ ଥଣ୍ଡା ଜଳବାୟୁ ଅଛି। ଶୀତଦିନେ ବାୟୁର ତାପମାତ୍ରା -40 ଡିଗ୍ରୀ ସେଣ୍ଟିଗ୍ରେଡ ପର୍ଯ୍ୟନ୍ତ ହ୍ରାସ ପାଏ। ପ୍ରମୁଖ ସ୍ରୋତରେ ବ୍ୟୁଫୋର୍ଟ ଗାୟାର ଏବଂ ଟ୍ରାନ୍ସପୋଲାର ଡ୍ରିଫ୍ଟ ଷ୍ଟ୍ରିମ୍ ଅନ୍ତର୍ଭୁକ୍ତ, ଯାହା ଥଣ୍ଡା ଆର୍କଟିକ୍ ଜଳକୁ ପରିଚାଳିତ କରେ। ଆର୍କଟିକ୍ ମହାସାଗର ଧ୍ରୁବୀୟ ଭାଲୁ, ସିଲ୍, ୱାଲରସ୍ ଏବଂ ଆର୍କଟିକ୍ ଶୃଗାଳଙ୍କ ଆବାସସ୍ଥଳ। ନାହ୍ୱାଲ, ବୋହେଡ ତିମି ଏବଂ ବେଲୁଗା ତିମି ସମେତ ତିମି ଏହି ଥଣ୍ଡା ଅଞ୍ଚଳରେ ବଢ଼ନ୍ତି। ସମୁଦ୍ର ଆର୍କଟିକ୍ କଡ୍ ଏବଂ କ୍ୟାପେଲିନ୍ ଭଳି ଥଣ୍ଡା ପାଣି ମାଛ ପ୍ରଜାତିଙ୍କୁ ସମର୍ଥନ କରେ। ପ୍ଲାଙ୍କଟନ୍ ଏବଂ ଶୈବାଳ ବରଫ ତଳେ ବଢ଼େ। ଆର୍କଟିକ୍ ଖାଦ୍ୟ ଶୃଙ୍ଖଳକୁ ସମର୍ଥନ କରେ। ଆର୍କଟିକ୍ ମହାସାଗରରେ ବିପୁଳ ତୈଳ ଏବଂ ପ୍ରାକୃତିକ ଗ୍ୟାସ ସଂରକ୍ଷଣ ରହିଛି, ଯାହା ଏହାକୁ ଭୂ-ରାଜନୈତିକ ସ୍ୱାର୍ଥର ଏକ କ୍ଷେତ୍ର କରିଥାଏ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ନୌ ପରିବହନ ମାର୍ଗ ଭାବରେ କାର୍ଯ୍ୟ କରେ, ବିଶେଷ କରି ସମୁଦ୍ର ବରଫ ତରଳିବା ଦ୍ୱାରା। ଉତ୍ତର ସମୁଦ୍ର ମାର୍ଗ ଏବଂ ଉତ୍ତର-ପଶ୍ଚିମ ପ୍ୟାସେଜ ଖୋଲିଯାଏ। ସମୁଦ୍ର ଜଳବାୟୁ ନିୟନ୍ତ୍ରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ବିଶ୍ୱ ପାଣିପାଗ ଢାଞ୍ଚାକୁ ପ୍ରଭାବିତ କରେ। ବୃଦ୍ଧି ପାଉଥିବା ବିଶ୍ୱ ତାପମାତ୍ରା ଆର୍କଟିକ୍ ବରଫକୁ ଏକ ଚିନ୍ତାଜନକ ହାରରେ ତରଳିବାରେ ଲାଗିଛି। ତେଲ ବିସ୍ତାର, ପ୍ଲାଷ୍ଟିକ ଅପଚୟ ଏବଂ ଶିଳ୍ପ ପ୍ରଦୂଷଣ ଆର୍କଟିକ୍ ସାମୁଦ୍ରିକ ଇକୋସିଷ୍ଟମକୁ ବିପଦରେ ପକାଇଥାଏ। ବର୍ଦ୍ଧିତ ମାନବ କାର୍ଯ୍ୟକଳାପ ଆର୍କଟିକ୍ ମାଛ ଜନସଂଖ୍ୟା ହ୍ରାସ କରିବାର ବିପଦ ସୃଷ୍ଟି କରୁଛି। ଆର୍କଟିକ୍ ମହାସାଗର ପୃଥିବୀର ଇକୋସିଷ୍ଟମର ଏକ ଭଙ୍ଗୁର କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଜଳବାୟୁ ନିୟନ୍ତ୍ରଣ ଏବଂ ସାମୁଦ୍ରିକ ଜୈବ ବିବିଧତାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, କିଛି ଡାଉଟ୍ ଅଛି, ତାହେଲେ ଲେଖିକି ଦବ ଆଉ ତା ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ, ଭିଡ଼ିଓ ସେୟାର କର। ଚ୍ୟାନେଲରେ ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି, ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ କରି ବେଲକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡ଼ିଓ ଅପଲୋଡ ନୋଟିଫିକେସନ ପହଞ୍ଚିବ, ମିଶିକି ପଢ଼ିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହେବା ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ।